ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ସହିତ ଭାଷା ଓ ସାହିତ୍ୟର ବିକାଶକୁ ବୌଦ୍ଧିକ ସ୍ତରରେ ପହଞ୍ଚାଇବା ପାଇଁ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି। ଦେଖନ୍ତୁ ଏହି ଦୃଶ୍ୟକୁ। ଏ ହେଉଛି ବ୍ରହ୍ମପୁର ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ବିଭିନ୍ନ ସ୍ଥାନର ନାମ ଫଳକ, ଯାହା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖାଯାଇଛି। ଟିକେ ଭଲ କରି ଦେଖନ୍ତୁ, ଇଂରାଜୀ ଭାଷାରେ ଉକ୍ତ ସ୍ଥାନର ନାମକୁ ନିର୍ଭୁଲ ଭାବେ ଲେଖାଯାଇଥିବା ବେଳେ ନିଜ ମାତୃଭାଷା ଓଡ଼ିଆରେ ସେହି ସ୍ଥାନର ନାମକୁ କିଭଳି ବିକୃତ ଉଚ୍ଚାରଣ କରି ଲେଖାଯାଇଛି। ଗଞ୍ଜାମର ପ୍ରସିଦ୍ଧ ମା ଭୈରବୀ ମନ୍ଦିରକୁ ଗଲାବେଳେ ସ୍ଥାନକୁ ସୂଚିତ କରିବା ପାଇଁ ବିଭିନ୍ନ ଫଳକରେ ଯେମିତି ହଳଦିଆ ପଦରକୁ ହାଲଦିଆ ପଦର, ରଣ୍ଡାକୁ ରଣ୍ଡା, ଗୋଳନ୍ତରାକୁ ଗୋଲନ୍ତରା, ମାଣ୍ଡିଆ ପଲ୍ଲୀକୁ ମାଣ୍ଡିଆ ପାଲି, ଲାଞ୍ଜି ପଲ୍ଲୀକୁ ଲାଞ୍ଜା ପାଳି ଏଭଳି ଭାବରେ ଖାମଖିଆଲି ଢଙ୍ଗରେ ବିକୃତ କରି ପୂର୍ବ ସରକାର ଅମଳରୁ ଲେଖାଯାଇଥିଲେ ମଧ୍ୟ ଏଯାଏ ତାର ସଂଶୋଧନ ହୋଇନାହିଁ। ତିଲକପାଡ଼ି ଓକିଲ ଜଣେ ଓଡ଼ିଶାର ସ୍ୱାଭିମାନ ବା ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ ପୂର୍ବେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ଅନ୍ୟାନ୍ୟ ବ୍ୟକ୍ତିମାନେ ଯଥାସାଧ୍ୟ ଉଦ୍ୟମ କରିଥିଲେ। ଆଉ ସେଥିପାଇଁ ସେମାନେ ଓଡ଼ିଆ ଭାଷାକୁ ପ୍ରଚାର କରିବା ନିମନ୍ତେ ବହୁତ ଚେଷ୍ଟା କରିଥିଲେ। ଆଉ ସେଥିଦ୍ୱାରା ଆମ ଓଡ଼ିଆ ଭାଷାର ମଧ୍ୟ ଉନ୍ନତି ହୋଇପାରିଥିଲା। ଆଉ ବର୍ତ୍ତମାନ ମଧ୍ୟ ସରକାର ତା ଉପରେ ଗୁରୁତ୍ୱ ମଧ୍ୟ ଯଥାଶୀଘ୍ର ଦେଉଛନ୍ତି। ଏପରିକି ବର୍ତ୍ତମାନ ସରକାର ମଧ୍ୟ ସେହି ଭାଷାକୁ କିପରି ପ୍ରସାର କରାଯିବ ସେଥିପାଇଁ ମଧ୍ୟ ଯଥାସାଧ୍ୟ ଚେଷ୍ଟା କରିଛନ୍ତି। ତେଣୁ ଓଡ଼ିଆ ଭାଷାକୁ ଯେଉଁ ବିକୃତ ଭାବରେ କେତେକ ଜାଗାରେ ଲେଖାଯାଇଛି, ଯେଉଁଟାକି କେତୋଟି ଜାଗାରେ ଯେଉଁ ବୋର୍ଡ଼ ଫୋର୍ଡ଼ ମରାହେଇଛି, ବର୍ଷର ଯେଉଁ ବୋର୍ଡ଼ ଗୁଡ଼ାକ ସାଇନ୍ ବୋର୍ଡ଼ ଗୁଡ଼ାକ, ସେଇ ସାଇନ୍ ବୋର୍ଡ଼ ଗୁଡ଼ାକରେ ଯଦିଓ ଇଂରାଜୀ ଭାଷା ଠିକ୍ ଅଛି କିନ୍ତୁ ଓଡ଼ିଆ ଭାଷା ଗୁଡ଼ାକ ବିକୃତ ଭାବରେ ଲେଖାଯାଇଛି, ଯେଉଁଟା ପାଇଁ ସରକାର ଯଥାଶୀଘ୍ର ଉଦ୍ୟମ କରାଯିବା ଉଚିତ। ଏପରିକି କେତେଟା ଜାଗାରେ ମାଣ୍ଡିଆ ପଲ୍ଲୀ ଜାଗାରେ ମାଣ୍ଡିଆ ପାଲି, କନିସି ଜାଗାରେ କନିସି, ଆଉ ଏପରି ହଳଦିଆ ପଦର ଜାଗାରେ ହାଳଦିଆ ପଦର, ଏମିତି ଯେଉଁ ଜାଗା ଗୁଡ଼ାକର ଯେଉଁ ସଠିକ୍ ଜିନିଷ ଲେଖାଯାଏନି, ଯେଉଁଟାକି ଓଡ଼ିଆ ଲୋକ ବା ନିରୀହ ଲୋକମାନେ ବୁଝିପାରୁନାହାନ୍ତି। ତେଣୁ ତାକୁ ଯଥାଶୀଘ୍ର ଚେଷ୍ଟା କରି ତାକୁ ଆଗକୁ ନେବାକୁ ପଡ଼ିବ, ଯାହାକି ଜଣେ ପ୍ରକୃତ ଓଡ଼ିଆ ପ୍ରେମୀକୁ ନିଶ୍ଚିତ ରୂପରେ ବ୍ୟଥିତ କରୁଛି। 2018 ମସିହା ମାର୍ଚ୍ଚ 14 ତାରିଖରେ ଓଡ଼ିଆରେ ନାମ ଫଳକ ସଠିକ୍ ଭାବରେ ଲେଖି ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ସେହି ନିୟମକୁ କିଭଳି ଗୁରୁତ୍ୱ ଦେଇଥିଲେ ତତ୍କାଳୀନ ସରକାର, ତାହା ଏହି ସୂଚନା ଫଳକ ଦର୍ଶାଇ ଦେଉଛି। ସେତେବେଳର ମୁଖ୍ୟମନ୍ତ୍ରୀ ନା ଓଡ଼ିଆ କହିପାରୁଥିଲେ ନା ବୁଝିପାରୁଥିଲେ। କେବଳ ପରାମର୍ଶଦାତାଙ୍କ ହଁରେ ହଁ ମିଳାଉଥିବାରୁ ତାହାର ପରିଣାମ ଏବେ ସାଧାରଣ ଜନତାକୁ ଭୋଗିବାକୁ ପଡ଼ୁଛି। ମୁଁ ଜଣେ ବୁଦ୍ଧିଜୀବୀ ହିସାବରେ କହିବାକୁ ଚାହେଁ କି ଏସବୁ ଜିନିଷ ଯେଉଁ ବିକୃତିକରଣ ହେଉଛି, ଏ ଭାଷାର ବିକୃତିକରଣ ନ ଯାଇ ତା'ର ଯଦି ସଠିକ୍ ଉଚ୍ଚାରଣ କରାଯାଇଥାନ୍ତା ତାହେଲେ ଆହୁରି ଉନ୍ନତି ଭଲ ହୋଇଥାନ୍ତା। ଏସବୁ ଜାଗାର ଜିନିଷରେ ଆହୁରି ଭଲ ହେଇଥାନ୍ତା, ଆଗକୁ ଟିକେ ବଢ଼ିଥାନ୍ତା। ଓଡ଼ିଆ ଜାତିର ସମ୍ମାନଟା ଆଉ ଟିକେ ଆଗକୁ ବଢ଼ିଥାନ୍ତା। ଯେଉଁ ପୂର୍ବଜମାନେ ଆମର ସବୁ ପରିଶ୍ରମ କରିକି ଆଜି ଏ ଜାଗାରେ ପହଞ୍ଚାଇଛନ୍ତି, ସେଇଟାରେ ଆଉ ଟିକେ ମାନେ ମୂଲ୍ୟ ରହିଥାନ୍ତା, ସେ ମୂଲ୍ୟଟା ରହିଥାନ୍ତା। ଆଉ ସେ ଯେଉଁ ଭାଷାକୁ ବଞ୍ଚାଇବାକୁ ଯାଇ ଓଡ଼ିଆ ବରପୁତ୍ରମାନେ ସାଧନା କରିଥିଲେ, ଯାହାଙ୍କ କଲମ ମୁନରେ ଓଡ଼ିଆ ଭାଷା ଦିଗ୍ଦର୍ଶନ ପାଇଥିଲା, ଏବେ ସେ ଭାଷାର ଏପରି ଅବସ୍ଥାରେ ଯଥାଶୀଘ୍ର ସୁଧାର ଆଣିବା ନିମନ୍ତେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ସାଧାରଣ ଜନତା। ସାର୍ ସଞ୍ଜୟ ପଟ୍ଟନାୟକ, ମୁଁ ସାର୍ ବଲାଙ୍ଗୀରରୁ ଆସିଥିଲି। ଆମର ସିଦ୍ଧ ଭୈରବୀ ମନ୍ଦିର ଯାଇଥିଲୁ ଆମ ପରିବାର ସହିତ ବୁଲିବା ପାଇଁ, ସେଠୁ ଫେରୁଥିଲି ସାର୍। ସୁବିଧା ମାନେ କ'ଣ କି, ବର୍ତ୍ତମାନ ରାଜ୍ୟରେ ଆମର ଚାଲିଛି ଅସ୍ମିତା ଉପରେ ପ୍ରବଳ, ଯେ ଆମେ ଓଡ଼ିଆ ଭାଷାକୁ କିଭଳି ବଞ୍ଚେଇବା। ସରକାର କହୁଛନ୍ତି ସାଇନ୍ ବୋର୍ଡ଼ ଉପରେ ସବୁ ଓଡ଼ିଆ ମାଧ୍ୟମରେ ଲେଖା ହେବ, କିନ୍ତୁ ମୁଁ ସାର୍ ସେଠୁ ଫେରିଲା ବେଳେ ଦେଖିଲି ଆପଣଙ୍କର ସେଇ ରୋଡ଼ରେ ପଡ଼ୁଛି ଗୋଳନ୍ଥରା। ଇଂଲିଶ ୱାର୍ଡ଼ରେ ଭାରି ସୁନ୍ଦରରେ ଗୋଳନ୍ଥରା ଭାଷାଟା ଉଚ୍ଚାରଣ ଦେଖାଯାଉଛି ସାର୍, କିନ୍ତୁ ଯେତେବେଳେ ଓଡ଼ିଆ ଶବ୍ଦକୁ ଆପଣ ଓହ୍ଲେଇ ପଡ଼ିବେ ଗୋଲନ୍ତରା ଲେଖା ହେଇଛି, ଯେଉଁଟାକି ଓଡ଼ିଆ ସ୍ୱାଭିମାନ ପ୍ରତି ବହୁତ କୁଠାରଘାତକ ହେଉଛି। ସେମିତି ତା'ର ଟିକେ ପରେ ଟିକେ ଆଗକୁ ଆସିଲା ପରେ ଦେଖିଲି ସାର୍ କନିସି, ଓଡ଼ିଆରେ ଇଂଲିଶରେ ଠିକ୍ ଲେଖା ହେଇଛି କନିସି, କିନ୍ତୁ ଓଡ଼ିଆରେ ସେଇଟା କଲାବେଳକୁ କୋନିସି। ଏଭଳି ସାର୍ ଭାଷା ପ୍ରତି ଯେଉଁ ଆମର ଅବଦାନ ରହିଛି ପୂର୍ବପୁରୁଷଙ୍କର ଯେଉଁ ଥିଲା, ସେଇଟା ଦିନେ ଦିନେ ମାନେ ଧୀରେ ଧୀରେ ସେଇଟା ଲୋପ ପାଇଗଲାଣି। ତେଣୁକରି ସରକାରଙ୍କ ପ୍ରତି ଅନୁରୋଧ ଯେ ସାଇନ୍ ବୋର୍ଡ଼ ଗୁଡ଼ାକ ଯେଉଁ ଭଳି ଭାଷାରେ ଓଡ଼ିଆ ଭାଷା ନେଇ ଲେଖୁଛନ୍ତି, ତାକୁ ନିଜେ ଜାଗ୍ରତ ସଜାଗ ହେଇକି ଶୁଦ୍ଧ ଭାଷାରେ ଲେଖିବା ପାଇଁ
सरकार निकट में अनुरोध करुच्छे। ब्रह्मपुर संजय कुमार विश्वाल रिपोर्ट खबर ओडिशा।